ଜାତୀୟ କଂଗ୍ରେସର ଜାତୀୟ ଯୁବ ଦିବସ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସୁର ଜିଲ୍ଲାରେ ପାଳିତ ହୋଇଛି। 2 ଦିନ ବ୍ୟାପୀ ଗଞ୍ଜାମ ଜିଲ୍ଲା ତରଫରୁ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ରହିଥିଲା। ସ୍ଥାନୀୟ ଅଞ୍ଚଳରେ ମନ୍ଦିର ଦର୍ଶନ ସହ ନାରାୟଣ ସେବାରେ କିଛି ଦାନ ପୁଣ୍ୟ ସହ ସ୍ଥାନୀୟ ବାଉଁଶ ଲୁଣ୍ଡି ପ୍ରଧାନ କଲୋନୀରେ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ବଣ୍ଟନ, ଲେପଶ୍ରୀ କଲୋନୀରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ସମସ୍ୟା ସମାଧାନ, ସ୍ଥାନୀୟ ସମାଜସେବୀ ଶ୍ରୀଯୁକ୍ତ ମନୋଜ ମିଶ୍ରଙ୍କ ମାଙ୍କ ପରଲୋକ ଗମନ ଖବର ଶୁଣି କିଛି ଆର୍ଥିକ ସାହାଯ୍ୟ ସହ ସାନ୍ତ୍ୱନା ପ୍ରଦାନ, ସ୍ଥାନୀୟ ମେଡିକାଲ ବ୍ଲଡ ବ୍ୟାଙ୍କରେ ଯୋଗାଯୋଗ ସହ ସମସ୍ୟା ଆଲୋଚନା କରି ବନ୍ଧୁଙ୍କୁ ଶୁଖିଲା ଖାଦ୍ୟ ସହଯୋଗ ସହ ସ୍ଥାନୀୟ କବି ସମ୍ରାଟ ଜେଲ୍ ଗ୍ରାଉଣ୍ଡରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ସହ ପୁରାତନ ନୂତନ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଜଳପାନ କରି ଆଗାମୀ ଯୁବପିଢ଼ିଙ୍କ ସହିତ ନୂତନ ଭାରତ ଗଠନର ଶପଥ ଗ୍ରହଣ ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଅଫିସ କାର୍ଯ୍ୟାଳୟରେ କଂଗ୍ରେସ ଭାଇମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ସହିତ ଆଗାମୀ କାର୍ଯ୍ୟକ୍ରମରେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଯୁବ ନେତୃତ୍ୱ ଭିତରେ ଭଞ୍ଜନଗର ଟାଉନ ସଭାପତି ଶ୍ରୀଯୁକ୍ତ ପ୍ରମୋଦ ଭୂୟାଁ, ଭଞ୍ଜନଗର ଟାଉନ ସମ୍ପାଦକ ତଥା ଦୃଢ଼ ନେତୃତ୍ୱ ସମାଜସେବୀ ବିଷ୍ଣୁ ଭାଇଙ୍କ ସହିତ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତ ନାଗ ରଥଙ୍କ ପରିଚାଳନାରେ ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ରଙ୍କ ତତ୍ତ୍ୱାବଧାନରେ ଅତି ସୁନ୍ଦର ନିଆରା କାର୍ଯ୍ୟକ୍ରମ ଭାରତବର୍ଷର ଭାବି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଏବଂ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ, ରାଜ୍ୟ ପ୍ରହାରୀ ଶ୍ରୀଯୁକ୍ତ ଲାଲାଜୀ, ଶ୍ରୀଯୁକ୍ତ କୁସୁମ କୁମାର ଦୃଢ଼ ସଂଗ୍ରାମକୁ ଏକ ନୂତନ ଦିଗରେ ନୂତନ କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରେରଣା, ଶୁଭେଚ୍ଛା, ଆଶୀର୍ବାଦରେ ସମସ୍ତ କର୍ମକର୍ତ୍ତାଙ୍କ ସହ ଜୟ କଂଗ୍ରେସ। ଭଞ୍ଜନଗରରୁ ବବି ଅନନ୍ତ ନାଗରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।